ହାଇୱା ଧକ୍କାରେ ଚାଲିଗଲା ଜୀବନ। ଘଟଣାସ୍ଥଳରେ ବାଇକ ଚାଳକ ମୃତ, ଫେରାର ଅଜଣା ଗାଡ଼ି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା। 20 ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ଅଧୀନ ମୁରୁସୁଆ ଆଶ୍ରମ ସ୍କୁଲ ନିକଟରେ ଏକ ଅଜଣା ହାଇୱା ଧକ୍କାରେ ଜଣେ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ରିମୁଳି ପଟୁ ଝୁମ୍ପୁରା ଅଭିମୁଖେ ଯାଉଥିବା ଏକ ବାଇକ୍କୁ ସମାନ ଦିଗରୁ ଆସୁଥିବା ଏକ ହାଇୱା ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବାଇକ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଚମ୍ପୁଆ ବ୍ଲକ କରଞ୍ଜିଆ ଗ୍ରାମର ଶମ୍ଭୁ ମହାନ୍ତ। ସେ ନିଜ ଗ୍ରାମରୁ ଝୁମ୍ପୁରା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଝୁମ୍ପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ଫେରାର ହାଇୱାକୁ ଚିହ୍ନଟ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ଚମ୍ପୁଆରୁ ପ୍ରଦୀପ କୁମାର ମହାନ୍ତଙ୍କ ରିପୋର୍ଟ, STV ନ୍ୟୁଜ ଓଡ଼ିଶା 24। କୌଣସି ପ୍ରକାର ଅନୁଷ୍ଠାନ କିମ୍ବା ବ୍ୟବସାୟିକ ବିଜ୍ଞାପନ ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ। ଆମ ସହିତ ଯୋଗାଯୋଗ କରନ୍ତୁ ଏବଂ ଆମେ ଆପଣଙ୍କୁ ଆପଣଙ୍କର ବ୍ୟବସାୟ ବଢ଼ାଇବାରେ ସାହାଯ୍ୟ କରିବୁ। ଯୋଗାଯୋଗ ଠିକଣା STV ନ୍ୟୁଜ ଓଡ଼ିଶା 24, କରଞ୍ଜିଆ PWD ଛକ, ମୟୂରଭଞ୍ଜ।